ଆମ ଭିତରୁ ଅଧିକାଂଶ ଲୋକ ଆଜ୍ଞା ଅନ୍ୟମାନଙ୍କର ସଫଳତା ଦେଖିଲେ, ତାଙ୍କ ଖୁସି ଦେଖିଲେ ଈର୍ଷା କରନ୍ତି। କଣ ଏତେ କଷ୍ଟ ବୁଝିବା କି କାହାର କର୍ମରୁ କାଣିଚାଏ ବି ଆମେ ନେଇପାରିବା ନାହିଁ। ନିଜେ ଭଲପଣ ପାଇବା ପାଇଁ, ନିଜେ ସଫଳ ହେବା ପାଇଁ ନିଜକୁ ହିଁ ପରିଶ୍ରମ କରିବା ପାଇଁ ପଡିବ। ଆଉ ସବୁ ଯଦି କର୍ମଫଳ, ତାହେଲେ କାହାର ଅହିତ ଚାହିଁ କାହାକୁ ଈର୍ଷା କରି ନିଜ କର୍ମ ଖରାପ କରିବାର ମାନେ ହେଉଛି ନିଜ ସଫଳତାକୁ ପାଦରେ ଆଡେଇ ଦେବା। ହୁଏତ ଯାହା ଆପଣଙ୍କୁ ମିଳିପାରିଥାନ୍ତା, ହୁଏତ ଯାହା ଭଲ ଆପଣଙ୍କ ଭାଗ୍ୟରେ ଲେଖା ଥିଲା, ନିଜର ଏଇ ଖରାପ କର୍ମ, ନିଜର ଏଇ ଖରାପ ଚିନ୍ତାଧାରା ଯୋଗୁଁ ଆମେ ତାକୁ ବି ହରାଇଦେବା। ବୋଧ ହୁଏ ଏଇଟା ବୁଝିବା ଏତେ ସହଜ ନୁହେଁ, କି ବୁଝେଇବା ବି ଏତେ ସହଜ ନୁହେଁ। ଆଶା କରୁଛି ଯାହାର ସଫଳ ହେବାର ଅଛି ନିଜେ ପରିଶ୍ରମ କରି ସଫଳ ହେଉ, ଆଉ କାହାର ସୁଖ ଦେଖି ଜଳି